କାହିଁକି ସୁପରଫ୍ଲପ୍ ହେଉଛି ବଲିଉଡର ଗୋଟିଏ ପରେ ଗୋଟିଏ ଫିଲ୍ମ? କାହିଁକି ନୂଆ ଫିଲ୍ମ ପୁରୁଣା ସ୍ଥାନର ଫିଲ୍ମ ନେଇପାରୁନାହିଁ? ପୁରୁଣା ଫିଲ୍ମଗୁଡ଼ିକ ଏତେ ଜବରଦସ୍ତ ସୁପରହିଟ୍ ହେଉଥିବା ବେଳେ ନୂଆ ଷ୍ଟାରଗୁଡ଼ିକ ଭଲ ଭଲ ପଇସା ନେଇ ବଡ଼ ବଡ଼ ଶୋ କରୁଥିବା ବେଳେ ସେମାନଙ୍କ ଫିଲ୍ମ କାହିଁକି ବକ୍ସ ଅଫିସରେ ଆଣ୍ଠେଇ ପଡ଼ୁଛି? ପୁରୁଣାର ସ୍ଥାନ ନେବାକୁ ଅସମର୍ଥ ହେଉଛି ନୂଆ ଫିଲ୍ମ। 1998ରେ ଆସିଥିଲା ଅମିତାଭ ବଚ୍ଚନ ଏବଂ ଗୋବିନ୍ଦାଙ୍କ ଆକ୍ସନ କମେଡି ସିନେମା ବଡ଼େ ମିଆଁ ଛୋଟେ ମିଆଁ। ତା ସହିତ ନୂଆ ବଡ଼େ ମିଆଁ ଛୋଟ ମିଆଁ କିଛିଟା ସାମଞ୍ଜସ୍ୟ ମଧ୍ୟ ରହିଛି। ପୁରୁଣା ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଦୁଇ ନାୟକଙ୍କର ଯମଜ ଅଛନ୍ତି। ପୁରୁଣା ସିନେମାରେ ହାସ୍ୟରସକୁ ଅଧିକ ଗୁରୁତ୍ୱ ମିଳୁଥିବା ବେଳେ ନୂଆଟିରେ ଆକ୍ସନ ଓ ଦେଶପ୍ରେମର କଥା ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଯେ ଆକ୍ସନ। ତେବେ ହଲିଉଡ୍ ସ୍ତରର ଆକ୍ସନ ରହିଛି ନୂଆ ଚଳଚ୍ଚିତ୍ର ବଡ଼େ ମିଆଁ ଛୋଟ ମିଆଁରେ ଏବଂ ଟାଇଗର ଶ୍ରଫ ଅକ୍ଷୟ କୁମାରଙ୍କୁ ନେଇ ବହୁତ ଚିତ୍ତାକର୍ଷକ ଦୃଶ୍ୟ ମଧ୍ୟ ସୁଟିଂ କରାଯାଇଛି। ସାମରିକ ଯୁଦ୍ଧ କୌଶଳରେ ସିଦ୍ଧହସ୍ତ ଅକ୍ଷୟ ଓ ଟାଇଗର ଶ୍ରଫ ଏଥିରେ ସେମାନଙ୍କର ପାରିଦର୍ଶିତା ଦେଖାଇଛନ୍ତି। ସିନେମାର ପ୍ରଥମାର୍ଦ୍ଧରେ କେତେକ ହାସ୍ୟରସାତ୍ମକ ଦୃଶ୍ୟ ମଧ୍ୟ ରହିଛି, କିନ୍ତୁ ଅକ୍ଷୟ କୁମାରଙ୍କ ବୟସ ନେଇ କଟାକ୍ଷଗୁଡ଼ିକୁ ଅକ୍ଷୟ କୁମାର ବହୁତ ଭାବେ ଗ୍ରହଣ କରିପାରୁନାହାନ୍ତି ଏବଂ ଟାଇଗରର ଲୋକପ୍ରିୟ ମିମ୍ ପାଲଟିଥିବା ଡାଇଲଗ୍ ଛୋଟି ବଚ୍ଚି ହୋ କ୍ୟା ସେମାନେ ମଧ୍ୟ ତାଙ୍କୁ ନେଇ ଟ୍ରୋଲ୍ କରୁଥାନ୍ତି। କିନ୍ତୁ ପୁରୁଣା ଫିଲ୍ମକୁ ନୂଆ ଫିଲ୍ମ ଜିତି ପାରୁନାହିଁ। ସିନେମାର ଦୁର୍ବଳତା ହେଉଛି ଯେ ଉପର ଠାଉରିଆ ବୈଷୟିକ ବ୍ୟାଖ୍ୟା। ପୂର୍ବରୁ ସିନେମାର ହ୍ୟାକରମାନେ କାର୍ଡବୋର୍ଡରେ ଏଣ୍ଟର ଟ୍ୟାପିଂ କରୁଥିଲେ ଏବଂ ସିନେମାରେ ସେହିଭଳି କିଛି ଭଲ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁନି ବୋଲି ଲୋକମାନେ କହୁଛନ୍ତି। କୋରିଓଗ୍ରାଫର ମଧ୍ୟ କୋରିଓଗ୍ରାଫର ଠିକ୍ସେ ହୋଇନାହିଁ। ତେବେ ସାମଗ୍ରିକ ଭାବେ ଦେଖିବାକୁ ଗଲେ ଏହି ଫିଲ୍ମରେ ଭରପୁର ଆକ୍ସନର ପ୍ରତିଶ୍ରୁତି ରହିଛି। ହେଲେ ମନୋରଞ୍ଜନ ଦୃଷ୍ଟିରୁ ପୁରୁଣା ବଡ଼େ ମିଆଁ ଛୋଟେ ମିଆଁକୁ ଏହି ସିନେମା ଅତିକ୍ରାନ୍ତ କରିପାରିନାହିଁ। ଗୋବିନ୍ଦା ଏବଂ ଅମିତାଭ ବଚ୍ଚନଙ୍କ ବଡ଼େ ମିଆଁ ଛୋଟେ ମିଆଁ ସେତେବେଳରେ ବହୁତ ବ୍ଲକବଷ୍ଟର ଫିଲ୍ମ ମଧ୍ୟ ହୋଇଥିଲା, କିନ୍ତୁ ଏବେ ନୂଆ ବଡ଼େ ମିଆଁ ଛୋଟେ ମିଆଁକୁ ଲୋକମାନେ ସେଭଳି ପସନ୍ଦ କରୁନଥିବାର ମଧ୍ୟ ଦେଖାଯାଇଛି। ତେବେ ଏଭଳି ବଲିଉଡ୍ ଇଣ୍ଡଷ୍ଟ୍ରିରେ ବାରମ୍ବାର ହେଉଥିବା ବେଳେ କ'ଣ ପାଇଁ ଏପରି ସୁପରହିଟ୍ ଷ୍ଟାରମାନଙ୍କୁ ନେଇ ଫିଲ୍ମ ବନାଯାଉଛି? ଦର୍ଶକମାନେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି।